श्री श्री ठाकुर केशवचंद्र द्वितीय वार्षिक आंचलिक सत्संग महोत्सव केन्द्रापड़ा जिला पट्टामुंडाई श्रीराम मंदिर यज्ञ पड़ियारे आज पट्टामुंडाई केन्द्र संगठन आनुकूल्य अनुष्ठित हो जाइछि। सकाळु ठाकुरंकु रीतिनीति अनुजाई पूजार्चना करने सहित भजन संकीर्तन प्रवचन को शह शह संख्यार श्रद्धालु भक्त माने बेस मन भरी उपभोग करिसेंती। बोले तेरे कुह कृष्ण ये गोटे राति भीतर आ जति समय बाकी कर्म करी कौन कर्म करी जे मो पुओ मानकर जीवन रक्षा हो पार। भगवान कृष्ण कहले बोले गोटे प्रणाम द्वारा पांडव मानक जीवन रक्षा हो पार। हरि हरि बोल मात्र गोटे प्रणाम द्वारा कुंती कहले गोटे प्रणाम मते कहून मु गोटे प्रणाम करी कहा मो पुओर जीवन रक्षा पाई मु गोटे प्रणाम करी कहा प्रणाम करी कुह। जतरे कुंती पचारि देले भगवान कृष्ण कहले प्रणाम कोन जेमिति सेमिति कले हो बोले प्रणामटा सूत्र रे हेले हो ना जदि सूत्र न जानिछ गणित कसी परिबो कि प्रणामटा सूत्र रे हेबा दरकार। बोले कोन सूत्र बोले पंचभूतर प्रतिनिधित्व करूछंती हातर पांचटा अंगूठी ए कथा आपण माने जानंती। वायु पानी माटी आकाश अग्नि ये पंचभूत मूलभूत शरीर निर्माण होइछि पिंड ब्रह्मांड। तेबे देखंतु दीपटा जळुछि दीपरे कि नाय पानी ढाली दबो लिभि जीवन जळुथिबो लिभि जीवन जगत गोटा कथा खबर सुनी पांडव माने काली युद्ध रे मृत्यु होबो समस्त किंतु सबुठु बेसी दुखी किया हला मां के कांदिबो दिन दशरे कुमर के कांदिबो दिन बार माता गर्भधारिणी रते कांदिबो मरिबार जुगान तेरो मां माँ कांदी कांदी जाइए कृष्ण को पाखे पहुंची गली बोले वासुदेव सबु बेले तुम्हें पांडव मानकर जीवन रक्षा कर विपद आपद रास्ता देखैछ लक्ष्य स्थल को जीवार तेरे पांडव मानकर जीवन बर्तमान संकटापन्न कौन गोटे रास्ता देखाओ। भगवान कृष्ण कहले कंटा द्वारा कंटा को काढ़िला भली कर्म द्वारा कर्म को नियंत्रण करा जाए। आ प्रारब्ध दोषरु जेते बेले विपद आसीची मु कोन करिबि कर्म द्वारा कर्म को नियंत्रण करा जाए।
କହିବା କଥା ଗୋପୀ ମାନେ କହିଲେ ଏ ଉଦ୍ଧବ ସେ ଦଗା ଦିଆ କୃଷ୍ଣକୁ କହିଦବ କାଣିଆ ଗୁଠିର ମୁଦିଟା ଏ ବାହୁକୁ କଙ୍କଣ ହେଇଗଲାଣି ତା ବିନା ଖାଇବା ପିଇବା ଛାଡି ସଜ ଧଜ ଛାଡି ଆମେ ଏତେ କ୍ଷୀଣାଙ୍ଗ ହେଇଗଲୁ। ଭାଗବତ ବି ପଢନ୍ତୁ ଅଷ୍ଟପାଟ ବଂଶୀ ସଜେଇ ହଉନଥିଲେ କଣ ପାଇଁ? ସ୍ୱାମୀ ଯଦି ପାଖରେ ନାହାନ୍ତି ସଜେଇ ହବାଟା ନିରର୍ଥକ। ଗୋପୀ ମାନଙ୍କୁ 3 ଦିନ କଣ୍ଟ କରି କୃଷ୍ଣ ମଥୁରାକୁ ଆସିଲେ ଆଉ ଫେରିଲେନି। ଗୋପୀ ମାନେ ସଜେଇ ହେଇଛନ୍ତି। ଯେତେବେଳେ ଉଦ୍ଧବ ଚିଠି ଧରିକିରି ଗଲେ ସବୁ କଥା ତ କହିବା ପାଇଁ ମନେ ନାହିଁ। ଉଦ୍ଧବ ଯେତେବେଳେ ଗଲେ ଫେରିଲା ବେଳକୁ କହିଲେ ଏ ଗୋପୀ ମାନେ ତମ କୃଷ୍ଣଙ୍କୁ ପ୍ରାଣ ପ୍ରିୟତମ ପୁରୁଷୋତ୍ତମ ରାସେଶ୍ୱର କୃଷ୍ଣଙ୍କୁ କି ଖବର ଦବୁ? ସେଦିନ ଗୋପୀ ମାନେ କଣ କହିଲେ? ପଦେ କହିବି ଭକ୍ତ ବିଦ୍ୟାପତି ଗାଇଥିଲେ ପଞ୍ଚଭୂତର ଏ 5ଟା ଆଙ୍ଗୁଠି ହଉଛନ୍ତି ପ୍ରତିନିଧି। ଜାଣିଛ କି ନାଇଁ? ଯୋଉମାନେ ଆକୁପ୍ରେସର କଥା ଜାଣିଥିବେ ଚିକିତ୍ସା ସେମାନେ ଭଲ କରି ଏ କଥାକୁ ବୁଝିଥିବେ। କାମୁଡ଼ିଲେ ଧ୍ୟାନ ଭାଙ୍ଗିବ ଆଉ ତମେ ଅଷ୍ଟାଙ୍ଗ ଯୋଗ କରିବ? କଳି ଯୁଗରେ ଅଷ୍ଟାଙ୍ଗ ଯୋଗ ହେଇପାରିବ ନା। ଯେହେତୁ ଆୟୁଷ ନାହିଁ 800 ବର୍ଷ ଅଷ୍ଟାଙ୍ଗ ଯୋଗର କୋର୍ସ ଅଫ ଷ୍ଟଡି କଭର କରିବା ପାଇଁ ଆୟୁଷ ନାହିଁ। ଦ୍ୱିତୀୟ କଥା ଯୁଦ୍ଧରେ ନିହତ କରିବାକୁ ପାଣ୍ଡବ ମାନଙ୍କୁ ଶପଥ କରିଛି ସେ କଣ ଆଉ ଆଶୀର୍ବାଦ ଦେବ କି? ତେଣୁ ଦ୍ରୌପଦୀ ଯାଜ୍ଞସେନୀ ବିଦୁଷୀ ନାରୀ ଚାଲାକ ହେଇକିରି ହାତର କାଚ ରୁଣୁ ଝୁଣୁ ପାଦର ପାଉଁଜି ଝୁଣୁ ଝୁଣୁ କରିଦେବେ। ଭୀଷ୍ମ ଜାଣିଲେ କି ସ୍ତ୍ରୀ ଲୋକଟେ ଅନ୍ଧାର ଭିତରେ ମତେ ପ୍ରଣାମ କରିଛି। ସାଙ୍ଗେ ସାଙ୍ଗେ ତାଙ୍କ ପାଟିରୁ ବାହାରି ପଡିଲା ଆଶୀର୍ବାଦାତ୍ମକ ବଚନ। କଣ ପାଇଁ ଜାଣିଛ କି? ଆଶୀର୍ବାଦଟା ଡେରି କରାଯାଏନି। ଭିକାରୀ ଭିକ ମାଗୁଛି ତାକୁ ଅପେକ୍ଷା କରିବନି, ସାଙ୍ଗେ ସାଙ୍ଗେ ଦେଲେ ଯାଇ ଦାନର ପୁଣ୍ୟ। ଏଟା ଭୀଷ୍ମ ଜାଣନ୍ତି। ତେଣୁ ଯିଏ ମତେ ପ୍ରଣାମ କରିଛି ମୁଁ ତାକୁ ସାଙ୍ଗେ ସାଙ୍ଗେ ତାକୁ ଆଶୀର୍ବାଦ କରିବି। ପୁଣି ଆଶୀର୍ବାଦର ବାକ୍ୟଟା କିଏ ବାହାର କରେ? ଭଗବାନ। ଜନ୍ମକୁ ବିଷ୍ଣୁ ପ୍ରାୟ ମଣି ପ୍ରଣାମ କର ତତକ୍ଷଣି ଭାଗବତ ଲେଖା ହେଇଛି। ମାନବ ସେବା ମାଧବ ସେବା କାହିଁକି କୁହାଯାଇଛି କି? ମାନବକୁ ପ୍ରଣାମ କଲ, ମାଧବ ତୁଣ୍ଡରେ ବାକ୍ୟ ଅକ୍ଷର ବ୍ରହ୍ମ ନିଷ୍ପନ୍ନ କରେ। ତେଣୁ ଯେତେବେଳେ ଦ୍ରୌପଦୀ ପ୍ରଣାମ କରିଛନ୍ତି ଅନ୍ଧାର ଭିତରେ ଭୀଷ୍ମ ଉଠି ପଡିଲେ ନିଦରୁ, କହିଲେ ଯିଏ ମତେ ଅନ୍ଧାର ଭିତରେ ସ୍ତ୍ରୀ ଲୋକ ଜଣେ ପ୍ରଣାମ କଲେ ମୁଁ ଆଶୀର୍ବାଦ କରୁଛି ଅହିଷୁ ଲକ୍ଷଣୀ ହୁଅ, ହାତ କାଚ ବଜ୍ର ହଉ, ସ୍ୱାମୀ ଦୀର୍ଘାୟୁ ହୁଅନ୍ତୁ। ଆଶୀର୍ବାଦ କରିଦେଲା ପରେ ଭୀଷ୍ମ ଚିନ୍ତା କରୁଛନ୍ତି କାହାକୁ ଆଶୀର୍ବାଦ କଲେ। ମାନେ ପଛରେ ନେଡ଼ିଗୁଡ଼ କହୁଣିକି ବହିଗଲା। ଯେତେବେଳେ ଦୀପଟାକୁ ତେଜି ଦେଲେ ଦେଖିଲେ ଦ୍ରୌପଦୀ ମୁଣ୍ଡରେ ହାତ ଦେଇ କହିଲେ କଣ କଲୁ ତୁ ମା? କଣ କଲୁ ତୁ? କହିଲେ ପିତାମହ ମୋ ଦ୍ୱାରା କୌଣସି ଭୁଲ ହେଇଗଲା? ଆତ୍ମଜ୍ଞାନୀ ଭୀଷ୍ମଙ୍କର ସାଙ୍ଗେ ସାଙ୍ଗେ ଚେତନା ଜାଗ୍ରତ ହେଲା। କହିଲେ ନାରୀ ମା, ଦୁର୍ଯ୍ୟୋଧନର ଅର୍ଣ୍ଣରେ ମୁଁ ପରିପାଳିତ ବୋଲି ତା କଥାରେ ପଡ଼ି ଭାବାବେଶରେ ମୁଁ ଶପଥ କରିଥିଲି, କିନ୍ତୁ ଯାହାକୁ ରଖିଲେ ଅନନ୍ତ କି କରିପାରେ ବଳବନ୍ତ। ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ତେଣୁ ଆଜି ପାଣ୍ଡବ ମାନେ ଧର୍ମର ସୁରକ୍ଷାକାରୀ। ତେଣୁ ପାଣ୍ଡବ ପ୍ରିୟ ବାସୁଦେବ ଆଜି ପାଣ୍ଡବ ମାନଙ୍କ ଜୀବନ ରକ୍ଷା କରିଛନ୍ତି। ମୁଁ ଜାଣେରେ ମା, ତୁ ସିନା ପ୍ରଣାମ କରି ମୋଠୁ ଆଶୀର୍ବାଦ ନେଇଗଲୁ, କିନ୍ତୁ ଏ ପ୍ରଣାମର ସୂତ୍ର ତୋର ନୁହେଁ। ଏ ପୃଥିବୀରେ ଜଣେ ଜାଣନ୍ତି ପ୍ରଣାମ ସୂତ୍ର, ପରମାତ୍ମା ବାସୁଦେବ ଶ୍ରୀକୃଷ୍ଣ। ତେଣୁ ଏ ପ୍ରଣାମ ପଟ୍ଟାମୁଣ୍ଡେଇରୁ ରାକେଶ କୁମାର ସୁତାରଙ୍କ ରିପୋର୍ଟ, ଓଡ଼ିଶା ଡ୍ରିମ୍ ଟିଭି।